ଶ୍ରୋତାବନ୍ଧୁ ମଣିଷ ଜୀବନ ଏମିତି ଯେ ପ୍ରତି ମୁହୂର୍ତ୍ତରେ ସେ ନିଜ ପ୍ରିୟ ପରିଜନକୁ ମନେ ପକାଉଥାଏ ଏବଂ ତାଙ୍କର ଅନୁପସ୍ଥିତିକୁ ଝୁରି ହେଉଥାଏ। ଆଜି ମୋର ଏକ କବିତା ଯାହା ଆପଣମାନଙ୍କୁ ଆପଣଙ୍କର ଅତି ପ୍ରିୟ ମଣିଷ, ସେ ବାପା ହୁଅନ୍ତୁ, ସେ ଭାଇ ହୁଅନ୍ତୁ, ସେ ମା ହେଉ, କୌଣସି ବନ୍ଧୁ ହୁଅନ୍ତୁ, ତାଙ୍କୁ ମନେ ପକାଇବାରେ ନିଶ୍ଚିତ ରୂପେ ସାହାଯ୍ୟ କରିବ ବୋଲି ମୋର ବିଶ୍ୱାସ। ମୋ କବିତା ଆପଣମାନଙ୍କ ହୃଦୟରେ କିଛି ତ ଛାପା ଛାଡ଼ିବ। ଆଶା କରୁଛି କବିତା ଆପଣଙ୍କୁ ଭଲ ଲାଗିବ। ମୋ କବିତାର ଶୀର୍ଷକ ହେଉଛି ତମେ ମୋ ପାଖେ। ତମେ ଅନେକ ଦିନରୁ ମୋଠୁ ଶୁଣିନ, ଯାଇଛ ଯେ ଯାଇଛ, ଥରେ ହେଲେ ଫେରି ଚାହିଁନ। କହିଥିଲ ମୋ କଥା ବୁଝିବ, କାହିଁ କେବେ ହେଲେ ତ ପଚାରି ବୁଝିନ। ତମେ ଅନେକ ଦିନରୁ ମୋଠୁ ଶୁଣିନ, ଯାଇଛ ଯେ ଯାଇଛ, ଥରେ ହେଲେ ଫେରି ଚାହିଁନ। କହିଥିଲ ମୋ କଥା ବୁଝିବ, କାହିଁ କେବେ ହେଲେ ତ ପଚାରି ବୁଝିନ। ଅବଶ୍ୟ ମୁଁ ଜାଣେ ଥରେ ଚାଲିଯିବା ପରେ କେହି କେବେ ଫେରିନି କି ଫେରିବାର ସବୁ ବାଟ ବନ୍ଦ ଥାଏ, ଚାହିଁଲେ ବି ଫେରି ହୁଏନି। ଏଇଠୁ ଆରମ୍ଭ କରି ତେବେ କହିବା, ନ ଶୁଣ ପଛେ। ଏଇଠୁ ଆରମ୍ଭ କରି ତେବେ କହିବା, ନ ଶୁଣ ପଛେ। ମୁଁ କହିଦିଏ ଅସମয়ে ଢୁକିଥିବା ଯେତେକ ଗରଳ ବିଷୟରେ। ଖୋଲି କହିଦିଏ କ'ଣ ଘଟିଛି ତମ ଅବର୍ତ୍ତମାନରେ। ମୁଁ କହିଦିଏ ଅସମये ଢୁକିଥିବା ଯେତେକ ଗରଳ ବିଷୟରେ। ଖୋଲି କହିଦିଏ କ'ଣ ଘଟିଛି ତମ ଅବର୍ତ୍ତମାନରେ। ତମେ ଯେବେ ଗଲ, ସେ ଯାଏ ସବୁ ସଜଡ଼ା ଲାଗୁଥିଲା। ମୋ ବହି ଥାକ, ମୋ କାମ ଦାମ, ଧାଁ ଦୌଡ଼, ମୋ ଜୀବନ, ମୋ ଯାଇ ଘରେ ଲଟେଇଥିବା ମନି ପ୍ଲାଣ୍ଟ। ତମେ ଖୁସି ଥିଲ ନା? କହୁଥିଲ ମୁଁ ଥିବା ତକ ତତେ ଟିକେ ଭଲରେ ଦେଖେ, କେମିତି ଜାଣିବି ତାପରେ କିଏ କ'ଣ ଭୋଗେ। ତମେ ଖୁସି ଥିଲ ନା? କହୁଥିଲ ମୁଁ ଥିବା ତକ ତତେ ଟିକେ ଭଲରେ ଦେଖେ, କେମିତି ଜାଣିବି ତାପରେ କିଏ କ'ଣ ଭୋଗେ। ତମେ ଜାଣିନ ଅନେକ ବର୍ଷ ଧରି ତମେ ଦେଇଥିବା ଟର୍ଚ୍ଚ ଆଲୁଅ ଦେଖେଇ ମୁଁ ଦିନରେ ବି ବାଟ ଚାଲିଛି। ତମେ ଜାଣିନ ଅନେକ ବର୍ଷ ଧରି ତମେ ଦେଇଥିବା ଟର୍ଚ୍ଚ ଆଲୁଅ ଦେଖେଇ ମୁଁ ଦିନରେ ବି ବାଟ ଚାଲିଛି। ମୋ ପାଇଁ ତମେ ସଞ୍ଚିଥିବା ପକେଟ ମନି, ସଞ୍ଚିତ ଧନରେ ମୁଁ ଚଳିଛି। ମୋ ଆଞ୍ଜୁଳାରେ ଦେଇଥିବା ପ୍ରତିଟି ଉଧାର ସ୍ୱପ୍ନ ଝୁଲଣାରେ ନିଘୋଡ଼ ନିଦରେ ମୁଁ ଶୋଇଛି। ତମେ ଯିବା ପରେ ଦେହ ଲଗା ହୋଇଛି କେତେ ଅବ୍ୟକ୍ତ ସୁନାମି। ତମେ କିନ୍ତୁ ଯିବା ପରେ ଦେହ ଲଗା ହୋଇଛି କେତେ ଅବ୍ୟକ୍ତ ସୁନାମି। ଖାଇବା ଆଗରେ ବସି ସେଇଠୁ ଉଠିଛି, ଖାଇପାରିନି। କଳାକନା ବୁଲେଇଥିବା ସମୟର ଅଭିସନ୍ଧିରେ ଜଳିଛି, ମରିଛି, ତମକୁ ଝୁରିଛି। କଳାକନା ବୁଲେଇଥିବା ସମୟର ଅଭିସନ୍ଧିରେ ଜଳିଛି, ମରିଛି, ତମକୁ ଝୁରିଛି। ତମକୁ ଛୁଇଁବାକୁ, ତମ ସାଥେ ମୋ ଦୁଃଖ ବାଣ୍ଟିବାକୁ, ସବୁବେଳେ ତମକୁ ଖୋଜିଛି, କେତେ ହାତ ବଢ଼େଇଛି। ତମେ ଦେଖି ସତେ କାହିଁକି ଦେଖନି? ଜାଣିଛ ଆଜିକାଲି କିନ୍ତୁ ଯେବେଠୁ ତମକୁ ମୋ ପାଖରେ ମୁଁ ଅନୁଭବ କଲି, ହଠାତ୍ ସବୁ ବଦଳିଗଲା। ହଠାତ୍ ମୁଁ ବାହାରିଲି କୁଢ଼ କୁଢ଼ ଅପଶବ୍ଦ ଆଉ ଅବସାଦର ଅଳିଆରୁ, ଘମାଘୋଟ ମେଘ ଭିତରୁ। ଜାଣିଛ ଆଜିକାଲି ଯେବେଠୁ ତମକୁ ମୋ ପାଖରେ ମୁଁ ଅନୁଭବ କଲି, ହଠାତ୍ ସବୁ ବଦଳିଗଲା। ହଠାତ୍ ମୁଁ ବାହାରିଲି କୁଢ଼ କୁଢ଼ ଅପଶବ୍ଦ ଆଉ ଅବସାଦର ଅଳିଆରୁ, ଘମାଘୋଟ ମେଘ ଭିତରୁ। ଖଣ୍ଡ ବଉଦ ଭଳି ଭାସି ଆସିଲି ଅନାମୟ ଜଗତକୁ। ତମକୁ ମୁଁ ଏଥର ଦେଖିପାରୁଥିଲି ସ୍ପଷ୍ଟ ଭାବେ। ତମେ ମୁହଁ ଶୁଖେଇ ବି ମତେ ଅଦୂରରୁ ଆଶ୍ୱାସୁଥିଲ, ଶୁଣ, ତମେ ବ୍ୟସ୍ତ ହୁଅ ନାହିଁ।
ଶୁଣ, ତମେ ଆଉ ବ୍ୟସ୍ତ ହୁଅ ନାହିଁ, ଏଠି ଆଉ ଅପଶବ୍ଦର ସେ ଭୁଜାଲି କି ବର୍ଚ୍ଛା ନାହିଁ। ନିରୁପଦ୍ରବ ସକାଳ ଏଠି। ନିଦ ଭାଙ୍ଗୁଛି ମୋ ଘନ ଘନ କୋଇଲି କୁହୁରେ, ଚଢ଼େଇଙ୍କ କିଚିରି ମିଚିରି ତାନରେ, ପାରାମାନଙ୍କର ଆଶ୍ୱସ୍ତ ଘୁମୁରାରେ। ଶୁଣ, ତମେ ବ୍ୟସ୍ତ ହୁଅ ନାହିଁ, ଏଠି ଆଉ ଅପଶବ୍ଦର ସେ ଭୁଜାଲି କି ବର୍ଚ୍ଛା ନାହିଁ। ନିରୁପଦ୍ରବ ସକାଳ ଏଇଠି। ନିଦ ଭାଙ୍ଗୁଛି ମୋ ଘନ ଘନ କୋଇଲି କୁହୁରେ, ଚଢ଼େଇଙ୍କ କିଚିରି ମିଚିରି ତାନରେ, ପାରାମାନଙ୍କର ଆଶ୍ୱସ୍ତ ଘୁମୁରାରେ। ମୋ ଝର୍କା ଦେଇ ଏଠିକାର ସକାଳ ସୁନ୍ଦର, ଶୋଇ ଶୋଇ ଦେଖୁଛି ମୁଁ ମହୋତ୍ସବ ତାରାଙ୍କର। ମୋ ଝର୍କା ଦେଇ ଏଠିକାର ସକାଳ ସୁନ୍ଦର, ଶୋଇ ଶୋଇ ଦେଖୁଛି ମୁଁ ମହୋତ୍ସବ ତାରାଙ୍କର। ଦୂର ମନ୍ଦିରରୁ ଶୁଭୁଛି ମୂର୍ଚ୍ଛନା ଚଇତି ଘଣ୍ଟ ଆଉ ଘଣ୍ଟିର। କେତେ କେତେ ସୁଗନ୍ଧିତ ଶ୍ଵେତ ପୁଷ୍ପେ ବିମଣ୍ଡିତ ହରି ଆଉ ହର। ତମେ ଅଛ ଏଇଠି କୋଉଠି, ତମେ ଅଛ ଏଇଠି କୋଉଠି, ମୋ ପାଖେ ଅବର୍ତ୍ତମାନରେ ଥାଇ ଅନୁଭବୁଛି ଉପସ୍ଥିତି। ତମେ ଅଛ ଏଇଠି କୋଉଠି, ମୋ ପାଖେ ଅବର୍ତ୍ତମାନରେ ଥାଇ ତମ ଅଦୃଶ୍ୟ ସତ୍ତାର ଅନୁଭବୁଛି ମୁଁ ପ୍ରତ୍ୟକ୍ଷ ଉପସ୍ଥିତି। ଶ୍ରୋତାବନ୍ଧୁ, ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ମୋର ଏକ କବିତା ଥିଲା। କବିତାର ଶୀର୍ଷକ ଥିଲା ତମେ ମୋ ପାଖେ। এই ଶବ୍ଦ ଭିତରେ ଆପଣମାନେ ଆପଣ ନିଜକୁ, ଆପଣ ନିଜର ଅତି ପରିଚିତ ମଣିଷକୁ ଖୋଜି ପାଇବେ, এই ଆଶାରେ ରହୁଛି। ଅଡିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।